proportional hobo kaha saito sin of angle between another two forces, sin of angle between another two forces, ke q ଆଉ r ଭିତର angle କେତେ ଅଛି alpha, ତାହେଲେ p proportional hobo sin alpha से। then similarly q force ଟା kaha saito proportional hobo, q force ଟା kaha saito proportional hobo, q को ଛାଡିଲେ ଆଉ ଦିଟା force କିଏ ରହିଲେ p ଆଉ r ଭିତର angle କେତେ ଅଛି, তাহলে q force proportional হবে sin। then তারপরে r force টা কার সাথে proportional হবে, r force টা কার সাথে proportional হবে, r force টা r সাথে force কিয়ে রইলা p ଆଉ q ভিতর angle কেতে রয়েছে গামা, তাহলে এই কার সাথে proportional হবে sin গামা সাথে। আচ্ছা ମୁଁ proportional k মানে ଗୋଟେ constant multiply କରିବାକୁ ପଡିବ, ତ ଧର ମୁଁ k multiply କରୁଛି, ତାହେଲେ ଏଟା ଯୋଉ p is equal to k sin alpha, তাহলে কি k ର ভ্যালু কেতে ହେଇଯିବ by sin alpha da, k ର ভ্যালু কেতে ହେଇଯିବ by sin alpha। similarly এই কেসে লিখি পারবি q is equal to k sin theta, এটি k র ভ্যালু কেতে ହେଇଯିବ q by sin theta। similarly মই ঠিক লিখি পারিবি কোন r is equal to k sin gamma, তাহলে এটি k র ভ্যালু কেতে ହେଇଯିବ r by দেখো এটি সমান তো a ভ্যালু সমান নাই, k র ভ্যালু এটি ছিল p by sin alpha, k র ভ্যালু q by sin theta, k র ভ্যালু r by sin gamma। তাহলে তুমি দেখি পারিবি p by sin যেতে lh সমান সমান আছে, তাহলে যে সমান সমান হই পারিবি, তো ମୁଁ কই পারিবি p by sin alpha is equal to q by sin beta is equal to r by ପାଞ୍ଚ ମାର୍କ ପଢିବ, ଷ୍ଟେଟମେଣ୍ଟ ଲେଖିବ, থিওরম যা খালি লিখিব সেটা হবো না, যে কোন দিন করে দেই ইজি নাই নেটওয়ার্ক বলবেন রামেশ্বরম ର ଗୋଟେ ପ୍ରୋବ୍ଲେମ ଥିଲା ଗ୍ରୁପ ରେ, ଦି ବର୍ଷ ହେଲା ଦିଟା ସେମିଷ୍ଟର ପଢିନି, ତ ଏটাର ଇମ୍ପୋର୍ଟାନ୍ସ ରହି ଯାଉଛି ଗ୍ରୁପ ବାଲା। ଆଉ କାହାର କଣ ଅଛି ଡାଉଟ, ଆଉ କାହାର କଣ ଅଛି, ଯଦି ଯାହା ଡାଉଟ ନାହିଁ 2023 ର କୋଟା କହିଲେ ଆସୁ ୱିଣ୍ଡୋ ର ଦେଖିଲ ପ୍ରୋବ୍ଲେମ, ଆଉ କେହି ଆସିବେନି ତ ରେଜଲ୍ଟ ବାଜିଆ ସପରେ କହିଛନ୍ତି କଣ ହେଲା କି ବ୍ୟାକ୍ କରିଲା କି ନିଅ ତ ଠିକ ଅଛି। ଷ୍ଟାର୍ଟିଂ ରୁ ଇଞ୍ଜିନିୟରିଂ ଲାଇନ ରୁ ଆସିଲେ ସମସ୍ତ ପିଲା କିଛି ପ୍ରୋବ୍ଲେମ ହେଇଥାଏ, ମୋର ଫାଷ୍ଟ ଯାଉ ଯାଉ ତିନିଟା ବ୍ୟାକ୍ ଲାଗିଥିଲା, ଆଉ ସିରି ଲାଗିଥିଲା ମେକାନିକ୍ସ ମ୍ୟାଥମେଟିକ୍ସ ଫିଜିକ୍ସ, এই ଯୋଉ ଫିଜିକ୍ସ ଥିଲା, ହଁ ଫିଜିକ୍ସ ଥିଲା, ମେକାନିକ୍ସ ଥିଲା ମ୍ୟାଥମେଟିକ୍ସ ଥିଲା ଫିଜିକ୍ସ ଥିଲା, ତିନିଟା ବ୍ୟାକ୍ ତା କରି ବସି ମୁଁ ତ ଆସି ମେକାନିକ୍ସ ପଢଉଛି ଠିକ ନାହିଁ। ବ୍ୟାକ୍ ଲାଗିଲେ ତମେ ଯଦି ବ୍ୟାକ୍ କୁ 6 ଭିତରେ କ୍ଲିୟର କରି ଦଉଛ କିଛି ପ୍ରୋବ୍ଲେମ ନାହିଁ, କିଛି ତମ କ୍ୟାରିୟର ରେ ଆଙ୍କର ଆସିବନି ବୋଲି ତମେ ଜାଣିବ ଯେ एक्चुअली କୋଉଠି ପଏଣ୍ଟ ମୋ ପ୍ରୋବ୍ଲେମ ହେଇଥିଲା ବ୍ୟାକ୍ ଲାଗିଥିଲା। এই 6টা ସେମିଷ୍ଟର ଭିତରେ ବି କ୍ଲିୟର ନ କରି ପାଇଲ ସେଇଟା ଇଫେକ୍ଟ କରିବ, ଗୋଟେ ବର୍ଷ ଡ୍ରପ୍ କରିଦେବ। ଆଉ ରେଜଲ୍ଟ କମି ଯାଇଛି, ଷ୍ଟାର୍ଟିଂ ଖାତା ଯାକ ବହୁତ ଖରାପ ହଉଛି, एक्चुअली ଖରାପ ହେଇପାଇଁ ହଉଛି ଆମକୁ ବହୁତ ପ୍ରେସର ପଡୁଛି ଯେ ଜଲ୍ଦି ଜଲ୍ଦି ଖାତା ଦେଖ, ଗୋଟେ ଦିନେ 40-50 ଦେଖିବ ହିଁ ଦେଖିବ, ଗୋଟେ ଖାତାକୁ ଦେଖିବା ପାଇଁ ହେଲେ ମିନିମମ୍ 8 ମିନିଟ୍ ଦରକାର ଭଲସେ ଦେଖିବା ପାଇଁ, 8 ରୁ 10 ମିନିଟ୍ ନିହାତି ଦରକାର, ତ 10 ମିନିଟ୍ ହେଲେ 4ଟା ଖାତାକୁ ଦେଖିବା ପାଇଁ ହେଲେ 400 ମିନିଟ୍, ଘଣ୍ଟାରେ ହେଲେ କେତେ ଘଣ୍ଟା ହବ 636 6 ଘଣ୍ଟା 40 ମିନିଟ୍, 636 6 ଘଣ୍ଟା 40 ମିନିଟ୍, ମାନେ ଭାବ पूरा जन जति कंप्लीटली कॉलेज 10टा ରୁ ଆସିବ 5ଟା ଯାଏଁ ଦେଖିବ ସେ 40ଟା ଖାତା ଦେଖି ପାରିବ, କିନ୍ତୁ ଆମକୁ କହୁଛି ତମେ 2 ଘଣ୍ଟା ଭିତରେ 40ଟା ଖାତା କେମିତି ହବ, ଯା ହବ ଯେ ମାତା ଦି କରି କରି କେତେ ସେବା ଆମେ ସେଠି ପ୍ରୋବ୍ଲେମ ହଉଛି। ତ ଏଠି ମାର୍କ କମୁଛି ମାନେ ହାମ୍ପର କରୁଛି କିଛି ଇଏ ହବନି, ଯେ ମାର୍କ କମି ଗଲା ବୋଲି ନିଜେ ଏଫର୍ଟ ଦିଅ, ଆଉ ତମେ ଦେଖିବ ଯେ ରିୟଲାଇଜ କରିବ ଯେ ତମର ଏଇ ଏଫର୍ଟଟା ହିଁ ତମକୁ ଆଗକୁ ଫ୍ୟୁଚର ରେ ହେଲ୍ପ କରିବ। मेकानिक्स पढुचो, मैथमेटिक्स पढुचो, इलेक्ट्रोनिक्स पढि सारचो, ए तीनटा ही एमिति सब्जेक्ट जोटा कि एबे भी फर्स्ट ईयर रे भी दरकार, ओजेई रे भी दरकार। जानछो तो तुम डिप्लोमा पर जे तो बीटेक करबो ଗୋଟେ एंट्रेंस दबो, ओडिसा जॉइंट एंट्रेंस एग्जामिनेशन ओजेई ओजे डबल ई,
ସେତେବେଳକୁ ତିନିଟା ହିଁ ସବଜେକ୍ଟ ଆସିବ, ଗୋଟେ ହେଲା ମ୍ୟାଥମେଟିକ୍ସ, ଗୋଟେ ହେଲା ମେକାନିକ୍ସ, ଗୋଟେ ହେଲା ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ। ୟା ଭିତରୁ ମତେ ଲାଗୁଛି ଯେ ଘୋଷା ପାଠ ପଳେଇବ ଇଲେକ୍ଟ୍ରିକାଲ ଇଲେକ୍ଟ୍ରୋନିକ୍ସ, ଯୋଉମାନେ ଘୋଷା ହଉଛି ବଢିଆ ପ୍ରିଫର କର, ଯୋଉମାନେ ବୁଝିବା ଜିନିଷ ହଉଛି ମେକାନିକ୍ସ। ଆଉ ଡିପ୍ଲୋମା ପିଲାଙ୍କୁ ସବୁବେଳେ ମ୍ୟାଥଟା ଡର ଲାଗିବ, ମାନେ ଭୂତ ଭଳିଆ ଗୋଟେଇଲା ଭଳିଆ ଲାଗିବ, ବୁଟ ବୁଡଉଛି ମ୍ୟାଥମେଟିକ୍ସ। କାହିଁ ସତ କଥା, ପ୍ଲସ ଟୁ ପିଲା ଯୋଉଟା 2 ବର୍ଷରେ ସାରିବେ, ଆମେ ତାକୁ କୁହାହବ ତମେ ଫୋର୍ସଫୁଲି 6 ମାସରେ ସାର, ତିନିଟା ସେମିଷ୍ଟର କୁଆଡେ ହବ? ଆମେ କଣ ପୁଷ୍ପଣ୍ଡିତ କୋଡ ଆଇଲୁ ଏଲିଏନ ଟପକିଲି, ମ୍ୟାଥ ବି ପଢିବୁ, ଫିଜିକ୍ସ ପଢିବୁ, କେମିଷ୍ଟ୍ରି ବି ପଢିବୁ, ଇଲେକ୍ଟ୍ରିକାଲ ସବୁ ମେକାନିକ ସବୁ ପଢିଯିବୁ, ସବୁ ଗୁଲିଗାଟି ପିଇ ଦବୁ। ତ ବହୁତ ପ୍ରେସରାଇଜ କରାହଉଛି, ସେଇଥିପାଇଁ ନ୍ୟୁ ଏଜୁକେସନ ଯୋଉ ପଲିସି ଆସିଛି ତା ଦେହରେ ବହୁତ ରିଲାକ୍ସେସନ ଦିଆହଉଛି ପିଲାମାନଙ୍କୁ। ତ ଆମେ ଯେହେତୁ ନାହାନ୍ତି ସେ ପାର୍ଟ ନ୍ୟୁ ଏଜୁକେସନ ପଲିସି, ଆମକୁ କରିବାକୁ ପଡିବ, କିଛି ଅପସେଟ ହବା ଆବଶ୍ୟକ ନାହିଁ, ନିଜେ ଏଫର୍ଟ